ବର୍ତ୍ତମାନ ତ ଚାଲିଛି କାଉଣ୍ଟିଂ ଗୋଟେ କ୍ରୁସିଆଲ ଷ୍ଟେଜରେ ଅଛି। ମାତ୍ର 2 ରାଉଣ୍ଡ କାଉଣ୍ଟିଂ ହେଇଛି, ତେଣୁ ୱେଟ୍ କରାଯାଉ। ଆମେ ତ ହୋପଫୁଲ ଯେ ଆମେ ଜିତିବା ବୋଲି। ଆପଣ ଅରବିନ୍ଦ କେଜରିୱାଲ ଆତିଶି ଏସବୁ ଅଳ୍ପ ଭୋଟରେ ଆଗରେ ପଛରେ ରହୁଛନ୍ତି, କ'ଣ କହିବେ ସେ ବିଷୟରେ? ଆଗରେ ପଛରେ କ'ଣ ରହୁଛନ୍ତି, ମାନେ ବର୍ତ୍ତମାନ ତ ଆଗରେ ଅଛନ୍ତି। ଫାଇନାଲ କାଉଣ୍ଟିଂ ସରୁ, ଦେଖାଯାଉ। ବର୍ତ୍ତମାନ 38-31 ରେ ଅଛନ୍ତି। ଓକେ, ଆଜ୍ଞା ତେଣୁ ମାତ୍ର ସେକେଣ୍ଡ ରାଉଣ୍ଡ ୱେଟ୍ କରିବାକୁ ପଡ଼ିବ। 22 ରାଉଣ୍ଡ ଅଛି ନା, ଆହୁରି 20 ରାଉଣ୍ଡ। ଟିକେ ଆଉ ଅଧଘଣ୍ଟା ଘଣ୍ଟାଟେ ୱେଟ୍ କଲେ ଚିତ୍ର ଟିକେ ସ୍ପଷ୍ଟ ହବ। ନଈଦିଲ୍ଲୀ ଆସନରେ ଅରବିନ୍ଦ କେଜରିୱାଲଙ୍କର କୋଉ ମୁଦ୍ଦା ତାଙ୍କୁ ଜିତେଇବେ ବୋଲି ଆପଣ କହୁଛନ୍ତି? ଅରବିନ୍ଦ କେଜରିୱାଲ ଜଣେ ନ୍ୟାସନାଲ ଲିଡର ଏବଂ ପୁରା ଦିଲ୍ଲୀ ସରକାରର ମୁଖିଆ। ତାଙ୍କର ମୁଦ୍ଦା କେବଳ ଗୋଟେ କନଷ୍ଟିଚ୍ୟୁଏନ୍ସି ନୁହଁ, ପାର୍ଟି ଯଦି ଜିତିବ ତାଙ୍କରି ମୁଦ୍ଦାରେ ଜିତିବ। ମହିଳା ସଶକ୍ତିକରଣଠୁ ଆରମ୍ଭ କରି ଫ୍ରି ବସ୍ଠୁ ଆରମ୍ଭ କରି ଆପଣଙ୍କର ଫ୍ରି ଇଲେକ୍ଟ୍ରିସିଟି, ଫ୍ରି ପାଣି, ବରିଷ୍ଠ ମାନଙ୍କ ପାଇଁ ଯୋଜନା, ପୁରା ଆମ୍ ଆଦମୀ ପାର୍ଟିର ଯେତେ ଯୋଜନା ଯାହା ବିଜନ ତ ଅରବିନ୍ଦ କେଜରିୱାଲ ସେଥିରେ ମୁଖ୍ୟ ନା। ତେଣୁ ଗୋଟେ ନିର୍ଦ୍ଦିଷ୍ଟ କନଷ୍ଟିଚ୍ୟୁଏନ୍ସି ନୁହଁ, ତାଙ୍କର ପ୍ରଭାବଟା ପୁରା ରାଜ୍ୟ ଉପରେ ପଡ଼ିବ। ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ।